କେନ୍ଦୁଝରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଅମିୟ ଆନନ୍ଦ। କେନ୍ଦୁଝର ଜିଲ୍ଲାରେ ଭରି ରହିଛି ଅନେକ ଆକର୍ଷଣୀୟ ସ୍ଥାନ, ଯେଉଁ ସ୍ଥାନରେ ଲୋକମାନେ ଆକୃଷ୍ଟ ହୋଇ ଯାଆନ୍ତି ନିଜର ବଳକା ସମୟକୁ ମନ ଭରି ଉପଭୋଗ କରିବା ପାଇଁ। ଛୋଟ ହେଉ କି ବଡ଼, ଛୋଟ ପିଲା ହେଉ କି ମହିଳା, ଖୁସି ମନେଇ ମନକୁ ଉପଭୋଗ କରିବା ଆଜିକା ଦୁନିଆରେ ଗୋଟିଏ ଫ୍ୟାସନ୍ ହୋଇଯାଇଛି। ତେଣୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ନାହିଁ ନଥିବା ଭିଡ଼ ଜମୁଥିବାର ଦୃଷ୍ଟିକୁ ଆସିଥାଏ। ସେମିତି ଏକ ମନଲୋଭା ସ୍ଥାନ କେନ୍ଦୁଝର ସହରର ଅଳ୍ପ କିଛି ଦୂରରେ ରହିଛି ଅମିୟ ଆନନ୍ଦ, ଯେଉଁଠିକି ଛୋଟ ଛୋଟ ପିଲାମାନଙ୍କ ଖେଳଭୂଇଁ ପାଲଟି ଯାଇଛି। ସନ୍ଧ୍ୟା ହେଲା ମାନେ ଆପେ ଆପେ ଆକର୍ଷିତ ହୋଇ ଚାଲି ଯାଇଥାନ୍ତି ଅମିୟ ଆନନ୍ଦ ଅଭିମୁଖେ। ସେଠାରେ ମନଭରି ଉପଭୋଗ କରି ମଜା ନେଇଥାନ୍ତି ସବୁ ବର୍ଗର ବ୍ୟକ୍ତିବିଶେଷ। ଆଉ ନିଜର ବ୍ୟସ୍ତତା ମନକୁ ହାଲୁକା କରି ଫେରି ଆସିଥାନ୍ତି ନିଜ ଘର ସଂସାର ଭିତରକୁ। ଖେଳ ସାମଗ୍ରୀର ଗନ୍ତାଘର, ରଙ୍ଗ ବେରଙ୍ଗର ଖେଳର ସାମଗ୍ରୀ ମୁଣ୍ଡ ଟେକି ଛିଡ଼ା ହୋଇଛି ଅମିୟ ଆନନ୍ଦ। ଭିନ୍ନ ଭିନ୍ନ ପ୍ରକାରର ଦୋଳି ରଙ୍ଗ ବେରଙ୍ଗରେ ସଜେଇ ହୋଇ ଚାହିଁ ରହିଥିବା ବେଳେ ପିଲାମାନଙ୍କ ପାଇଁ ଛୋଟ ରେଳଗାଡ଼ି ଖୁବ୍ ଆକୃଷ୍ଟ କରୁଛି ଅମିୟ ଆନନ୍ଦକୁ। କେବଳ କେନ୍ଦୁଝରରେ ମେଳା ପଡ଼ିଲେ ଏହିସବୁ ଖେଳର ମଜା ନେଇ ପାରୁଥିଲେ, କିନ୍ତୁ ଏବେ କେନ୍ଦୁଝର ସହରର ହାତ ପାହାନ୍ତାରେ ରହିଥିବା ଏହି ଅମିୟ ଆନନ୍ଦ ଏକ ମେଳା ପଡ଼ିଆର ଭ୍ରମ ସୃଷ୍ଟି କରିପାରୁଛି କେନ୍ଦୁଝର ସହରରେ। ଅମିୟ ବେହେରା ନାମକ ଜଣେ ବ୍ୟକ୍ତି ନିଜସ୍ୱ ଅର୍ଥରେ ଏହି ଅମିୟ ଆନନ୍ଦ ତିଆରି କରିଛନ୍ତି। ସେ ସମାଜ ସେବାରେ ନିୟୋଜିତ ରହିଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଆଦିବାସୀ ପିଲାମାନଙ୍କୁ ପାଠପଢ଼ାରେ ସୁଦୃଢ଼ କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଏହି ଅମିୟ ଆନନ୍ଦରୁ ଯାହା କିଛି ରୋଜଗାର ହେବ, ସେହି ଅର୍ଥ କେବଳ ଆଦିବାସୀ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚରେ ଲାଗିବ ବୋଲି ଅମିୟ ଆନନ୍ଦ ତିଆରି କରିଛନ୍ତି। ବଡ଼ କଥା ହେଉଛି ଏଇ ପାର୍କରେ ଯାହା ଇନକମ୍ ହେବ ସେଇଟା ମୁଁ ଯେଉଁ ଟିଚ୍ ଚିଲଡ୍ରେନ୍ ବିଲ୍ଡ ଇଣ୍ଡିଆର ମାନେ 2010 ମସିହାରୁ ମୁଁ ଯେଉଁ 1000 ଛୁଆଙ୍କୁ ପଢ଼ଉଛି ପାହାଡ଼ରେ 30ଟା ଜାଗାରେ ଟିଚର୍ମାନଙ୍କୁ ରଖିକି ସେମାନଙ୍କୁ ତାଙ୍କର ସ୍ନାକ୍ସ, ତାଙ୍କର ବୁକ୍ସ, ତାଙ୍କର ଡ୍ରେସ୍, ତାଙ୍କର ଜ୍ୟାକେଟ୍ ସବୁ ଦେଇକି ନିଜ ହାତରୁ ମୁଁ ସେଇଟା ସପୋର୍ଟ କରୁଛି। ଏବଂ ଏଇ ପାର୍କର ଯାହା ଇନକମ୍ ହେଉଛି ସେ ସବୁ ସେଇମାନଙ୍କ ପାଇଁ ହିଁ ଲାଗିବ। ସେଇଟା ମୋର ଗୋଟେ ବିଶ୍ୱାସ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।